ବର୍ଷା କମିଗଲାଣି କିନ୍ତୁ ପଶ୍ଚିମ ଓଡ଼ିଶାରେ ଆଜି ବେଶୀ ବର୍ଷା ହେବାର ପୂର୍ବ ଅନୁମାନ କରାଯାଇଛି। 100 mm ଠୁ ଆରମ୍ଭ କରି 350 mm ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ବର୍ଷା ହେଇଛି ଏବଂ ତଳି ନଦୀର ତଳି ଅଞ୍ଚଳରେ ବର୍ଷା ନାହିଁ। ବିଭିନ୍ନ ଡ୍ୟାମ୍ରେ ପାଣି ନିଷ୍କାସନ ମଧ୍ୟ ହେଉଛି ଏବଂ ସେ କ୍ରମରେ ଆଜି ପରେ ଆଉ ବର୍ଷାର ସମ୍ଭାବନା କମ୍ ଅଛି। ତେଣୁ ଯେଉଁ ପରିସ୍ଥିତି କମ୍ ବେଶୀ କରି ଆଶଙ୍କା ପ୍ରକଟ ପାଇଛି ସେ ଆଶଙ୍କା ମଧ୍ୟ ଆସନ୍ତାକାଲି ବେଳକୁ ସମ୍ପୂର୍ଣ୍ଣ ଭାବରେ ହଜିଯିବ। ଭଦ୍ରକର ଅଖୁଆପଦାଠାରେ 3ଟା ବେଳକୁ ଅପରାହ୍ନ 3ଟା ବେଳକୁ ଜଳପତନ ନଦୀର ବିପଦ ସଂକେତ ଛୁଇଁପାରେ ଏଭଳି ଅନୁମାନ କରାହେଉଛି ଏବଂ ବାକି ଅନ୍ୟ ନଦୀ ସବୁର ଜଳପତନ ଠିକ୍ ଅଛି, ବିପଦ ସଂକେତ ପର୍ଯ୍ୟନ୍ତ ପହଞ୍ଚିନାହିଁ, ପହଞ୍ଚିବାର ସମ୍ଭାବନା ମଧ୍ୟ ନାହିଁ ଏବଂ ଆଜି ପରେ ଆସନ୍ତାକାଲି ଯେହେତୁ ବର୍ଷାର ସମ୍ଭାବନା ନାହିଁ କିମ୍ବା କମ୍ ଅଛି ତେଣୁ ଯେଉଁ ଯେଉଁ ଜାଗାରେ ଛୋଟ ବଡ଼ ଜମି ଜଳ ଘେରରେ ଥିବା ଅଞ୍ଚଳ ମଧ୍ୟ ଆସନ୍ତାକାଲି ସୁଦ୍ଧା ସବୁ ଜଳବନ୍ଦୀରୁ ମୁକ୍ତ ହୋଇଯିବ। ତେଣୁ ବହୁତ ଚିନ୍ତାଜନକ ପରିସ୍ଥିତି ନାହିଁ। ବର୍ଷାର ଆବଶ୍ୟକ ଥିଲା ଚାଷୀମାନଙ୍କ ପାଇଁ।